ପିତା ଓ ପୁତ୍ର ଏବଂ ପବିତ୍ର ଆତ୍ମାଙ୍କ ନାମରେ ତଥାସ୍ତୁ। ପ୍ରଭୁଙ୍କର ଶାନ୍ତି ଆପଣମାନଙ୍କଠାରେ ସର୍ବଦା ରହୁ। ଆଜି ଆମ୍ଭେମାନେ ସାଧୁ ଯୋସେଫ ଭାଜଙ୍କ ଜୀବନୀ ବିଷୟରେ ଶିକ୍ଷା ଲାଭ କରିବା। ସାଧୁ ଯୋସେଫ ଭାଜ ସିଲୋନ ବା ଶ୍ରୀଲଙ୍କାର ପ୍ରେରିତ ଅଟନ୍ତି। 1651 ସାଲ ଏପ୍ରିଲ 21 ତାରିଖ ଦିନ ଗୋଆର ବେନାଉଲିମ ଠାରେ ସେ କଣକଣି ବ୍ରାହ୍ମଣ ଜାତିର ବିଶ୍ୱସ୍ତ ଖ୍ରୀଷ୍ଟିଆନ ପରିବାରର ପିତା ଖ୍ରୀଷ୍ଟୋଫର ଭାଜ ଓ ମାତା ମାରିଆ ଦେ ମିରାଣ୍ଡିଙ୍କ ଔରସରୁ ଜାତ ହୋଇଥିଲେ। ତାଙ୍କ 6 ଜଣ ସନ୍ତାନ ମଧ୍ୟରୁ ଯୋସେଫ ତୃତୀୟ ସନ୍ତାନ ଥିଲେ। ସେ ସାଙ୍କୋ ଆଲେରେ ତାଙ୍କ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ଲାଭ କରିଥିଲେ, ଯେଉଁଠାରେ ସେ ପର୍ତ୍ତୁଗୀଜ, ବେନାଉଲିମ ଓ ଲାଟିନ ଭାଷା ଶିଖିଥିଲେ। ସେ ଯୀଶୁ ସଂଘର ଯାଜକମାନଙ୍କ ବିଶ୍ୱବିଦ୍ୟାଳୟ ଗୋଆରେ ମାନବ ହିତ ସଂକ୍ରାନ୍ତି ବିଷୟରେ ଅଧ୍ୟୟନ କରିଥିଲେ। ଦର୍ଶନ ଶାସ୍ତ୍ର ଓ ଈଶଶାସ୍ତ୍ର ସାଧୁ ଥମାସ ଆକ୍ୟୁନାସ ଏକାଡେମୀରେ ଅଧ୍ୟୟନ କଲେ। 1677 ମସିହାରେ ସେ ଯାଜକାଭିଷେକ ଲାଭ କରିଥିଲେ। ସେ ଜଣେ ଧର୍ମ ପ୍ରଚାରକ ଓ ଉପଦେଶକ ଥିଲେ। ଯାଜକୀୟ କର୍ମ ନିମନ୍ତେ ତାଲିମ ପ୍ରାପ୍ତ ସେବାଭ୍ରାତାମାନଙ୍କ ପାଇଁ ସେ ସାଙ୍କୋ ଆଲେରେ ଏକ ଲାଟିନ ବିଦ୍ୟାଳୟ ଖୋଲିଥିଲେ। ସର୍ବଦା ମାରିଆଙ୍କ ପ୍ରତି ତାଙ୍କର ପ୍ରଗାଢ଼ ବିଶ୍ୱାସ ଓ ଭକ୍ତି ଥିଲା। ତେଣୁ 1677 ଖ୍ରୀଷ୍ଟାବ୍ଦରେ ସେ ନିଜକୁ ମାରିଆଙ୍କ ଦାସ ରୂପେ ଉତ୍ସର୍ଗ କରିଥିଲେ ଏବଂ ଏହାକୁ ଦାସତ୍ୱର ପତ୍ର ବୋଲି ଦଲିଲ ଭାବେ ମୋହର ମାରିଥିଲେ। ଏହି ସମୟରେ ଯୋସେଫ ସିଲୋନର କାଥୋଲିକମାନଙ୍କ ଅବସ୍ଥା ବିଷୟରେ ଉଣା ଅଧିକା ଜାଣିଥିଲେ, ଯାହାକି ସେମାନେ ଡାଚମାନଙ୍କ ଦ୍ୱାରା ନିର୍ଯାତିତ ହୋଇଥିଲେ। ପ୍ରାୟ 50 ବର୍ଷ ପାଇଁ ସେମାନଙ୍କ ନିକଟରେ କୌଣସି ଯାଜକ ନଥିଲେ। ସେ ସିଲୋନର ସେବା କାର୍ଯ୍ୟ କରିବା ପାଇଁ ଅନୁମତି ମାଗିଥିଲେ, କିନ୍ତୁ ତାହାଙ୍କୁ ଅନୁମତି ଦିଆଯାଇନଥିଲା। ବରଂ ତାଙ୍କୁ କାନାରାକୁ ମିଶନାରୀ ହୋଇ ଯିବା ପାଇଁ କୁହାଯାଇଥିଲା। ଯଦିଚ ତାହା ସେ ଗ୍ରହଣ କରିଥିଲେ, କିନ୍ତୁ ତାଙ୍କର ଭାବନା ଓ ହୃଦୟ ସିଲୋନରେ ହିଁ ଥିଲା। କାନାରାରେ ଭିକାର ବା ଧର୍ମଯାଜକ ରୂପେ କେତେକ କର୍ମ କଲେ, ଯଥା ଧର୍ମ ପ୍ରଚାର, ପାପ ସ୍ୱୀକାର ଶୁଣିବା, ରୋଗୀ ପରିଦର୍ଶନ କରିବା, ଗରିବଙ୍କୁ ସାହାଯ୍ୟ କରିବା, ଖ୍ରୀଷ୍ଟିଆନ ଦାସ ଦାସୀମାନଙ୍କୁ ମୁକୁଳାଇବା ଓ ସାଂସ୍କାରିକ ସମ୍ବନ୍ଧୀୟ କନ୍ଦଳକୁ ସମାଧାନ କରିବା। ଏହି ସମୟରେ କେତେକ ସ୍ୱଳ୍ପ ଯାଜକମାନେ ସଂଗଠିତ ହୋଇ ଗୋଆରେ ଏକ ବାସସ୍ଥାନ ନିର୍ମାଣ କରିଥିଲେ, ଯାହା ପବିତ୍ର କ୍ରୁଶ ଗିର୍ଜା ନାମରେ ଅଭିହିତ। ଯୋସେଫ ଏହି ଅନୁଷ୍ଠାନରେ ଯୋଗଦେଲେ ଏବଂ ଏହାର ପରିଚାଳକ ରୂପେ ନିର୍ବାଚିତ ହୋଇଥିଲେ। ଏହି କ୍ଷୁଦ୍ର ଗିର୍ଜାକୁ ଏକ ନିର୍ଦ୍ଦିଷ୍ଟ ମଣ୍ଡଳୀର ନିୟମ ଅନୁଯାୟୀ ସ୍ୱତନ୍ତ୍ର ସ୍ଥାନ ଦେଇଥିଲେ। ଧାର୍ମିକ କାର୍ଯ୍ୟକଳାପ, ସେବାକର୍ମର କର୍ମାବଳୀ ଓ ଏହାର ସଭ୍ୟମାନଙ୍କୁ ମିଶନ କର୍ମ ନିମନ୍ତେ ତାଲିମ ମଧ୍ୟ ଦେଇଥିଲେ। 1686 ମସିହାରେ ସେ ତାଙ୍କ ଦାୟିତ୍ୱରୁ ଇସ୍ତଫା ଦେଇ ସେ ସିଲୋନ ଅଭିମୁଖେ ଯାତ୍ରା କଲେ। 1787 ସାଲ ପାସ୍କା ଦିବସରେ ସେ ନିଜକୁ ଜଣେ ଭ୍ରମଣକାରୀ କର୍ମୀର ପରିଚୟ ଦେଇ ଛଦ୍ମବେଶରେ ଟୁଟିକୋରିନ ବନ୍ଦରରେ ପହଞ୍ଚିଲେ। ତତ୍ପରେ ସେ ସିଲୋନର ଉତ୍ତରସ୍ଥିତ ଜାଫାନର ଡାଚମାନଙ୍କର ସୁରକ୍ଷିତ ସ୍ଥାନରେ ପହଞ୍ଚିଲେ। ସେ ତୀବ୍ର ନାଳିଝାଡ଼ାରେ ଆକ୍ରାନ୍ତ ହେଲେ, କିନ୍ତୁ ସେ ସୁସ୍ଥତା ଲାଭ କଲା ପରେ ସେ କାଥୋଲିକମାନଙ୍କ ସହିତ ଯୋଗାଯୋଗ କରି ଡାଚମାନଙ୍କ ଠାରୁ ଲୁଚି ନିଜର କାର୍ଯ୍ୟ ଆରମ୍ଭ କରିଥିଲେ। ଜଣେ ସାହସୀ କାଥୋଲିକ ବିଶ୍ୱାସୀଙ୍କ ଦ୍ୱାରା ସେ ଅସ୍ଥାୟୀ ବାସିନ୍ଦା ଭାବରେ ରାତ୍ରି କାଳରେ ତାଙ୍କର ଗୁପ୍ତ ପଲକୁ ଧର୍ମସେବା ପ୍ରଦାନ କରୁଥିଲେ। କର୍ତ୍ତୃପକ୍ଷଙ୍କ ଠାରୁ ପାଦେ ଆଗରେ 1689 ମସିହାରେ ସିଲାଲାଇ ଗ୍ରାମର କାଥୋଲିକମାନଙ୍କ ପାଖକୁ ଗଲେ ଏବଂ ସେଠାକାର ଆଖପାଖ ଗ୍ରାମଗୁଡ଼ିକର ଲୋକମାନଙ୍କୁ ଧର୍ମସେବା ଯୋଗାଇବା ଆରମ୍ଭ କଲେ। 1690 ଖ୍ରୀଷ୍ଟାବ୍ଦରେ କାଣ୍ଡି ରାଜ୍ୟର ପୁଟାଲାମକୁ ଯୋସେଫ ଚାଲିଗଲେ, ଯେଉଁଠାରେ 1000 ଜଣ କାଥୋଲିକ ଅର୍ଦ୍ଧ ଶତାବ୍ଦୀ ପର୍ଯ୍ୟନ୍ତ ଧର୍ମଯାଜକମାନଙ୍କ ଦର୍ଶନ ଲାଭ କରିନଥିଲେ। ସେ କାଣ୍ଡିକୁ ତାଙ୍କର ପ୍ରେରିତ କର୍ମର କେନ୍ଦ୍ର କରିବା ପାଇଁ ସ୍ଥିର କଲେ ଏବଂ 1692 ମସିହାରେ ସେ ମୁକ୍ତ ଭାବରେ ଯାତ୍ରା କରିବା ପାଇଁ ରାଜାଙ୍କ ଅନୁମତି ଲାଭ କରିବା ଆଶାରେ ସେଠାକୁ ଗଲେ। ଅନୁମତି ପାଇବାର ପରିବର୍ତ୍ତେ ତାଙ୍କୁ ପର୍ତ୍ତୁଗୀଜର ଗୁପ୍ତଚର ବୋଲି କାଲଭିନିଷ୍ଟମାନେ ଅଭିଯୋଗ ଆଣି ତାଙ୍କୁ ଅନ୍ୟ ଦ୍ୱୟ କାଥୋଲିକମାନଙ୍କୁ କାରାଗାରରେ ନିକ୍ଷିପ୍ତ କଲେ। ସେ ସେଠାରେ ସିହ୍ନାଲା ସ୍ଥାନୀୟ ଭାଷା ଶିଖିଲେ। ଯେଉଁ ପର୍ଯ୍ୟନ୍ତ ବନ୍ଦୀମାନେ ଖସି ପଳାଇବାକୁ ଚେଷ୍ଟା କଲେ ନାହିଁ, ସେହି ପର୍ଯ୍ୟନ୍ତ ବନ୍ଦୀଶାଳା ରକ୍ଷକ ସେମାନଙ୍କୁ ଛାଡ଼ି ଚାଲିଗଲେ। ଏହି ସମୟରେ ଯୋସେଫ ଏକ କୁଟୀର ଗିର୍ଜା ଏବଂ ପର ସମୟରେ କୁମାରୀ ମାରିଆଙ୍କ ନାମରେ ଏକ ଉପଯୁକ୍ତ ଗିର୍ଜା ଗୃହ ନିର୍ମାଣ କରି ସେଠାକାର କଏଦୀମାନଙ୍କୁ ମନ ପରିବର୍ତ୍ତନ କରିବା ଆରମ୍ଭ କରିଥିଲେ। 1696 ସାଲରେ କାଣ୍ଡି ରାଜ୍ୟରେ ଏକ ଗୁରୁତର ମରୁଡ଼ି ଦେଖାଗଲା ଓ ରାଜା ବୌଦ୍ଧ ଧର୍ମର ସନ୍ନ୍ୟାସୀମାନଙ୍କୁ ତାଙ୍କର ପ୍ରଭୁଙ୍କ ବର୍ଷା ଉଦ୍ଦେଶ୍ୟରେ ପ୍ରାର୍ଥନା କରିବା ପାଇଁ କହିଲେ, କିନ୍ତୁ ବର୍ଷା ହେଲା ନାହିଁ। ତାପରେ ସେ ଯୋସେଫଙ୍କ ନିକଟକୁ ଗଲେ ଓ ପ୍ରାର୍ଥନା କରିବା ପାଇଁ କହିଲେ। ଯୋସେଫ ଏକ ବେଦୀ ନିର୍ମାଣ କରି ତାହାର ମଝି ସ୍ଥାନରେ କୃଷର ସ୍ଥାପନ କଲେ ଏବଂ ପ୍ରାର୍ଥନା କଲେ। ସେହି କ୍ଷଣି ଭୀଷଣ ବର୍ଷା ହେଲା, କିନ୍ତୁ ତାଙ୍କର ବେଦୀ ଓ ସେ ନିଜେ ଅଭିଜା ହୋଇ ରହିଗଲେ।
ତତ୍ପରେ ରାଜା ଯୋସେଫଙ୍କୁ ସାରା ରାଜ୍ୟରେ ପ୍ରଚାର କରିବା ପାଇଁ ଅନୁମତି ପତ୍ର ପ୍ରଦାନ କଲେ। ଅତଏବ ସ୍ୱାଧୀନତାର ଅନୁମତି ଲାଭ କଲା ପରେ ଅଧିକ ଉପଯୋଗ କରି ଡାଚ୍ ମାନଙ୍କର ଅଞ୍ଚଳକୁ ମିଶନ ଦର୍ଶନ କରିବା ସାଥେ ସାଥେ କଲମ୍ବୋ ନିବାସୀ କାଥୋଲିକମାନଙ୍କୁ ମଧ୍ୟ ପରିଦର୍ଶନ କରିଥିଲେ। 1697 ମସିହାରେ ଗୋଆର ଘରୋଇ ଗିର୍ଜାରୁ 3 ଜଣ ମିଶନାରୀ ତାହାଙ୍କୁ ସାହାଯ୍ୟ କରିବା ପାଇଁ ସେଠାକୁ ପହଞ୍ଚିଥିଲେ ଏବଂ କୋଚିନ୍ର ଧର୍ମାଧ୍ୟକ୍ଷ ଡନ୍ ପେଦ୍ରୋ ପାଛେକ ଯୋସେଫଙ୍କୁ ସିଲୋନର ଭିକାର ଜେନେରାଲ ଭାବରେ ନିଯୁକ୍ତି ଦେବାର ସମ୍ବାଦ ମଧ୍ୟ ଆଣିଥିଲେ। ଯେତେବେଳେ କାଣ୍ଡିରେ ଛୋଟ ବସନ୍ତ ରୋଗ ବ୍ୟାପିଥିଲା ସେ ସମୟରେ ନିମ୍ନ ସ୍ତରୀୟ ମିଶନ କାର୍ଯ୍ୟ ପ୍ରଣାଳୀ ସଂଗଠନ କରିଥିଲେ। ତାଙ୍କର ସେହି ରୋଗୀ ସେବା ଦ୍ୱାରା ରାଜାଙ୍କ ହୃଦୟକୁ ଜୟ କରିପାରିଥିଲେ। ତେଣୁ ଯାଜକ ଯୋସେଫ ତାଙ୍କ ପରିଶ୍ରମରେ ସମସ୍ତ ସମ୍ଭାବ୍ୟ ସ୍ୱାଧୀନତାର ସହିତ କାର୍ଯ୍ୟ କରିବାରେ ଅନୁମତି ଲାଭ କରିଥିଲେ। ଯୋସେଫ ତାଙ୍କର ମିଶନ କର୍ମ ଦ୍ୱୀପର ମୁଖ୍ୟ କେନ୍ଦ୍ରଗୁଡ଼ିକୁ ପହଞ୍ଚାଇ ପାରିଥିଲେ। 1699 ସାଲରେ ସେ ଯାଜକ ଯୋସେଫ ଦେ କାଭ୍ରାଲୋଙ୍କ ସହିତ କାଣ୍ଡିକୁ ଫେରିଯାଇଥିଲେ, ଯାହାଙ୍କୁ ବୌଦ୍ଧ ଧର୍ମର ସନ୍ନ୍ୟାସୀମାନଙ୍କୁ ପ୍ରବର୍ତ୍ତାଇବା ବିଷୟରେ ବହିଷ୍କାର କରାଯାଇଥିଲା। ସେ ତାଙ୍କର ନୂତନ ଗିର୍ଜାର ନିର୍ମାଣ ସମାପ୍ତ କରି ରାଜାଙ୍କ ସେବାରେ ଯାଇ ପର୍ତ୍ତୁଗୀଜ ଭାଷାରେ ପୁସ୍ତକଗୁଡ଼ିକୁ ସିନ୍ହାଲା ଭାଷାରେ ଅନୁବାଦ କରିଥିଲେ। ଏହି ସୁବିଧା ନେଇ ସେ ତାଙ୍କର ମିଶନ କର୍ମକୁ ତୀବ୍ର କରିଥିଲେ ଏବଂ କେତେକ ସିନ୍ହାଲା ଭାଷୀ ବ୍ୟକ୍ତିଙ୍କୁ ମନ ପରିବର୍ତ୍ତନ କରିଥିଲେ, ଯାହା ତାଙ୍କ ବିରୁଦ୍ଧରେ ଅପବାଦ ସୃଷ୍ଟି ହେଲା ଓ ଧର୍ମ ପରିବର୍ତ୍ତନ କରିଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ନିର୍ଯାତନା ଆରମ୍ଭ ହୋଇଥିଲା। 1705 ଖ୍ରୀଷ୍ଟାବ୍ଦରେ ନୂତନ ମିଶନାରୀମାନେ ପହଞ୍ଚିଲେ, ଯାହା ତାଙ୍କ ମିଶନ କର୍ମକୁ 8 ଗୋଟି ଜିଲ୍ଲାରେ ସଂଗଠିତ କରାଇ ପ୍ରତ୍ୟେକଟିରେ ଜଣେ ଜଣେ ଯାଜକମାନଙ୍କର ନେତୃତ୍ୱରେ ପରିଚାଳିତ ହେବାର ସକ୍ଷମ ହୋଇପାରିଥିଲେ। ବୌଦ୍ଧ ଧର୍ମର ସାହିତ୍ୟର ତୁଳନାରେ କାଥୋଲିକ ସାହିତ୍ୟକୁ ସେ ମଧ୍ୟ ସୃଷ୍ଟି କରିବାରେ ଏବଂ ଉଚ୍ଚ ପ୍ରୋଟେଷ୍ଟାଣ୍ଟ ସରକାର ସହିତ କାଥୋଲିକମାନଙ୍କ ଅଧିକାରକୁ ନିଶ୍ଚିତ କରିବା ପାଇଁ ସେ କାର୍ଯ୍ୟ କରିଥିଲେ। 1707 ସାଲରେ ଯାଜକ ଯୋସେଫଙ୍କ ପରାମର୍ଶଦାତା ରାଜା ଭୀମଲ ଧର୍ନା ସୂର୍ଯ୍ୟ ଦ୍ୱିତୀୟ ମୃତ୍ୟୁବରଣ କଲେ, କିନ୍ତୁ ତାଙ୍କ ଉତ୍ତରାଧିକାରୀ ନରେନ୍ଦ୍ର ସୀମା ଆହୁରି ଅଧିକ ସମର୍ଥକ ଥିଲେ। 1708 ମସିହାରେ ନୂତନ ମିଶନାରୀମାନେ ପହଞ୍ଚିଲେ ଏବଂ 1710 ମସିହାରେ ଶାରୀରିକ ସ୍ୱାସ୍ଥ୍ୟ ସମସ୍ୟା ସତ୍ତ୍ୱେ ଯୋସେଫ ଅନ୍ୟ ଏକ ପ୍ରେରିତ ଯାତ୍ରା କରିଥିଲେ। ତାଙ୍କର ଫେରିବା ବେଳେ ସେ ଅସୁସ୍ଥ ହୋଇ ଗୁରୁତର ଅବସ୍ଥାରେ କାଣ୍ଡିକୁ ପହଞ୍ଚିଥିଲେ। ଯଦିଓ ସେ ପରବର୍ତ୍ତୀ ବର୍ଷରେ ଅନେକ ସଂକ୍ରମଣ ରୋଗ ଓ ଜ୍ୱର ବେମାରରୁ ସୁସ୍ଥ ହୋଇଥିଲେ, କିନ୍ତୁ ବୟସ, କାର୍ଯ୍ୟ ଓ ରୋଗ ତାଙ୍କୁ ଅତ୍ୟଧିକ କ୍ଳାନ୍ତ କରି ଦୁର୍ବଳ କରିଦେଇଥିଲା। ନିୟମ ପ୍ରଦତ୍ତ 9 ଦିନିଆ ଆଧ୍ୟାତ୍ମିକ ଅଭ୍ୟାସମାନ ସେ ସମ୍ପାଦନ କରିବା ପାଇଁ ମନସ୍ଥ ହୋଇଥିଲେ, କିନ୍ତୁ 7 ଦିନ ପୂର୍ବରୁ ହିଁ ପିତା ପରମେଶ୍ୱର ତାହାଙ୍କୁ ନିଜ ଗୃହକୁ ଫେରିଯିବା ପାଇଁ ଆହ୍ୱାନ ଦେଲେ। ଫଳରେ 1711 ମସିହା ଜାନୁଆରୀ ମାସ 17 ତାରିଖ ଦିନ ଶ୍ରୀଲଙ୍କାର କାଣ୍ଡିଠାରେ ସେ ପ୍ରାଣତ୍ୟାଗ କଲେ। 2015 ଖ୍ରୀଷ୍ଟାବ୍ଦ ଜାନୁଆରୀ ମାସ 14 ତାରିଖରେ ପୁଣି ପିତା ଫ୍ରାନ୍ସିସ୍ ତାଙ୍କୁ ସାଧୁ ଭାବରେ ଘୋଷଣା କଲେ। ଧନ୍ୟବାଦ।